ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ସର୍ବେ ଭବନ୍ତୁ ସୁଖୀନହର ଆସନ୍ତାକାଲିର ରାଶିଫଳ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆସନ୍ତୁ ଜାଣିବା ଆସନ୍ତାକାଲି ତା 18/6/2026 ଗୁରୁବାର ମେଷଠାରୁ ମୀନ ପର୍ଯ୍ୟନ୍ତ କିପରି ରହିବ। ମେଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଆସନ୍ତାକାଲି ଏତେ ଭଲ ନାହିଁ। କଳିକଜିଆ ଯୋଗ ଅଛି, କଳହ ଯୋଗ, ଆପଣମାନେ ସତର୍କ ରହିବେ। ଏହାପରେ ଆପଣ ପ୍ରତିକାର ସ୍ୱରୂପ ଓମ୍ ଚକ୍ରଧରାୟ ନମଃ ଏ ମନ୍ତ୍ର ଜପ କରନ୍ତୁ। ଏହାପରେ ବୃଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ପରାକ୍ରମ ସ୍ଥାନରେ ଚନ୍ଦ୍ର ଥିବାରୁ ମନୋବଳ ଉଚ୍ଚ ରହିବ, ବହୁତ ବଢ଼ିଆ ଅଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମଧ୍ୟ ପାଇବେ। ପ୍ରତିକାର ସ୍ୱରୂପ ଆପଣ ମାଧବାୟ ନମଃ ଜପ କରନ୍ତୁ। ଏହାପରେ ଯିବା ମିଥୁନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ମନ କଷ୍ଟ ଅଛି, ଏତେ ଭଲ ନାହିଁ, ସତର୍କତା ଆବଶ୍ୟକତା। ଆପଣମାନେ ଆସନ୍ତାକାଲି ଧଳା କଲର ପିନ୍ଧନ୍ତୁ। ଏହାପରେ କର୍କଟ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁ ଦର୍ଶନ, ଅର୍ଥ ପ୍ରାପ୍ତି, ଧନ ଲାଭ ଯୋଗ ରହିଛି। ସୁମିଷ୍ଟ ଖାଦ୍ୟ ଭୋଜନ, ବନ୍ଧୁ ଦର୍ଶନ, ବଢ଼ିଆ ଦିନଟି ଆପଣମାନଙ୍କର ଅଛି। ଆପଣ କାଲି ଧଳା କଲର ପିନ୍ଧନ୍ତୁ। ଏହାପରେ ଯିବା ସିଂହ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଖର୍ଚ୍ଚ ଯୋଗ ରହିଛି, ସମ୍ପର୍କରେ ବାଧା ସୃଷ୍ଟି ହୋଇପାରେ, ଏତେ ଭଲ ନାହିଁ। ଆପଣମାନଙ୍କ ପାଇଁ ସତର୍କତା ଆବଶ୍ୟକ, ହଜି ଯାଇପାରେ, ମଧ୍ୟ ଭାଙ୍ଗି ଯାଇପାରେ, ସତର୍କ ରହିବେ। ଆପଣ ଆସନ୍ତାକାଲି ପ୍ରତିକାର ସ୍ୱରୂପ ଓମ୍ ମାଧବାୟ ନମଃ ଏ ମନ୍ତ୍ରକୁ ଜପ କରନ୍ତୁ। ଏହାପରେ ଯିବା କନ୍ୟା ରାଶି ବ୍ୟକ୍ତିମାନେ ଆପଣମାନଙ୍କର ସର୍ବସୁଖ ଏକାଦଶ ଚନ୍ଦ୍ର କାରଣରୁ ଆପଣଙ୍କ ମନୋବଳ ଉଚ୍ଚ ରହିବ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଆପଣ ଆସନ୍ତାକାଲି ହଳଦିଆ କଲର ପିନ୍ଧନ୍ତୁ। ଏହାପରେ ଯିବା ତୁଳା ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଶୁଭମୟ ଦିନଟି, ପ୍ରତ୍ୟେକ କାର୍ଯ୍ୟରେ ଶୁଭ ହେବ, ମନ ଭଲ ରହିବ। ଆପଣମାନଙ୍କର ଯେକୌଣସି କାର୍ଯ୍ୟ ଅଟକି ଯାଇଛି ତାକୁ ଆରମ୍ଭ କରନ୍ତୁ, ବଢ଼ିଆ ହେବ। ଆପଣଙ୍କ ପାଇଁ ଆସନ୍ତାକାଲି ଧଳା କଲର ପରିଧାନ କରନ୍ତୁ। ତାପରେ ବିଛା ରାଶି ବ୍ୟକ୍ତିମାନେ ଆପଣମାନେ ଦୁଃଖରୁ ବାହାରି ଆସିଛନ୍ତି, ଏବେ ଆପଣ ଦିନଟି ଭଲ ରହିବ, ଅତ୍ୟନ୍ତ ସୁନ୍ଦର ଓ ଆନନ୍ଦମୟ। ଆପଣମାନେ ଆସନ୍ତାକାଲି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଯିବା ଧନୁରାଶି ବ୍ୟକ୍ତିମାନେ ଆପଣମାନଙ୍କର ଅଷ୍ଟମ ଚନ୍ଦ୍ର, ମନ କଷ୍ଟ, ମନ ଭଲ ରହିବ ନାହିଁ, ପ୍ରତ୍ୟେକ କାର୍ଯ୍ୟରେ ଅସଫଳ ମଧ୍ୟ ଜଣାଯାଏ, ମନ ପ୍ରସନ୍ନ ରହିବନି, ଦୁଃଖ ରହିବ। ପ୍ରତିକାର ସ୍ୱରୂପ ଆପଣ ପାନ ମଧୁ ଟିକେ ଖାଆନ୍ତୁ ଏବଂ ହଳଦିଆ କଲର ଡ୍ରେସ୍ ପିନ୍ଧନ୍ତୁ। ଏହାପରେ ଯିବା ମକର ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦାମ୍ପତ୍ୟ ଜୀବନ ଖୁସିମୟ ରହିବ, ହସେରା ପିଲା ରହିବ, ବଢ଼ିଆ ଦିନଟି, ଖୁସି ବାସିରେ ଆପଣଙ୍କ ଦିନ ଅତିବାହିତ ହେବ। ଆପଣଙ୍କର ଆସନ୍ତାକାଲି ଧଳା କଲର ପରିଧାନ କରନ୍ତୁ। ଏହାପରେ ଯିବା କୁମ୍ଭ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ମଧ୍ୟ ବଢ଼ିଆ ଦିନଟି ଅଛି, ଟେନସନରେ କଟିଲେ ମଧ୍ୟ ଆପଣଙ୍କର ଜିତାପଟ ବିଜୟ ଲାଭ ହେବ, ବଢ଼ିଆ ଦିନଟି। ଆପଣ ଆସନ୍ତାକାଲି ହଳଦିଆ କଲର ପରିଧାନ କରନ୍ତୁ। ଏହାପରେ ଶେଷ ରାଶିଟି ମୀନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ମଧ୍ୟ ଦିନଟି ଅତ୍ୟନ୍ତ ସୁନ୍ଦର ଏବଂ ଆନନ୍ଦମୟ, ଧନ ଲାଭ ରହିଛି, ବହୁତ ବଢ଼ିଆ ଦିନଟିଏ। ଆପଣମାନେ କାଲି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଏହା ଥିଲା ମେଷଠାରୁ ମୀନ ପର୍ଯ୍ୟନ୍ତ। ଆସନ୍ତୁ ଭାଗବତର ଦ୍ୱିପଦ ଜାଣିବା। ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ, ଦେହ ଧରିଲେ ନିଶ୍ଚୟ ମରି, ମରଣ ଛାରେ କିମ୍ପାଣ୍ଡରୀ, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ।
ଠାକୁରଙ୍କ ସଦିଚ୍ଛା ହିଁ ପୂର୍ଣ୍ଣ ହୋଇ ବଉଳାଣିକ ବାର ହରି ବିଶ୍ୱର ମଙ୍ଗଳ ହୋଇ ବଉଳାଣିକ ବାର। ବନ୍ଧୁଗଣ, ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ।